ରାମଚରିତ ମାନସ ଆପଣମାନେ ଦେଖୁଛନ୍ତି। ଏ ରାମଚରିତ ମାନସ ସୃଷ୍ଟି ମୂଳରେ ରହିଛି ବଳରାମ ଦାସଙ୍କର ଜାତି ରାମାୟଣର ପ୍ରେରଣା। ତେଣୁ ବଳରାମ ଦାସ ସେ ଗୁରୁ କରିଛନ୍ତି। ଆଜି ଆପଣମାନେ ତୁଳସୀ ଦାସ ଜାଣିଛନ୍ତି, ତାଙ୍କର ରାମଚରିତ ମାନସକୁ ମଧ୍ୟ ଜାଣିଛନ୍ତି। କିନ୍ତୁ ଅଧିକାଂଶ ଓଡ଼ିଆ ଭୁଲି ଯାଇଛନ୍ତି ଯେ ତୁଳସୀ ଦାସ ବଳରାମ ଦାସ ରାମାୟଣରୁ ପ୍ରେରଣା ପାଇ କିନ୍ତୁ ସଜ୍ଜନ କଂସେଇ ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ଏତେ ବ୍ୟାକୁଳ ଥିଲେ, ତାଙ୍କର ଦୁଇ ହାତ କଟିଯିବା ସତ୍ତ୍ୱେ ସେ ପୁଣି ଜଗନ୍ନାଥଙ୍କୁ ଦର୍ଶନ କରିବା ପାଇଁ ପୁଣି ଅଭିମୁଖେ ଯାତ୍ରା କଲେ। ଶେଷରେ ଯେତେବେଳେ ସଜ୍ଜନ କଂସେଇ ସେ ହଠାତ୍ ବୁଝିପାରିଲେ ନାହିଁ ତାଙ୍କର ହାତ ନାହିଁ ବୋଲି ସେ ଭୁଲି ଯାଇଛନ୍ତି। ସେ ମଧ୍ୟ ତାଙ୍କର ହାତ ବଢ଼ାଇବାର ଭଙ୍ଗିମା ପ୍ରଦର୍ଶନ କରୁ କରୁ ହଠାତ୍ ଦେଖାଗଲା ମହାପ୍ରଭୁଙ୍କ କୃପାରୁ ତାଙ୍କର ଦୁଇ ହାତ ପୁଣି ଗଲା ଏବଂ ଜଗନ୍ନାଥ ମହାପ୍ରଭୁଙ୍କୁ ମଧ୍ୟ ଶୁଭାଗତ କଲେ। ଏ କଥା ମୁଁ କହୁନାହିଁ, ଏ କଥା ହିମାଳୟ ତାଙ୍କ ଦ୍ୱାରା ରଚିତ ଶ୍ରୀ ସାଇ ସମର୍ଥ ସଚ୍ଚରିତ ଗ୍ରନ୍ଥରେ ଉଲ୍ଲେଖ କରିଛନ୍ତି। ଜଗନ୍ନାଥଙ୍କୁ ନେଇ ଏଭଳି ଅନେକ ଅଲୌକିକ କାହାଣୀ ସବୁ ରହିଛି। ଇତିହାସ ସମୃଦ୍ଧ ହୋଇଛି ଓଡ଼ିଶାର ଇତିହାସ ଜଗନ୍ନାଥ ମହାପ୍ରଭୁଙ୍କୁ ନେଇ। ତେଣୁ ଜଗନ୍ନାଥ ଏବଂ ତାପରେ ପୁଣି ଆଉ ଥରେ ପ୍ରତ୍ୟାବର୍ତ୍ତନ କରିବେ। ସେ ପର୍ଯ୍ୟନ୍ତ ଆମକୁ ଅପେକ୍ଷା କରିବାକୁ ପଡ଼ିବ ଏବଂ ଇତିମଧ୍ୟରେ କେବେ ଯେଉଁ କାର୍ଯ୍ୟ ସବୁ ସମ୍ପାଦିତ ହେଉଛି ମହାପ୍ରଭୁଙ୍କର ଚମତ୍କାର ଭିତ୍ତିରେ ଆସନ୍ତୁ ଆମମାନେ ସମସ୍ତେ तुम्हें गीतार अमृत उच्चारण।